କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ କଥା ହେବା ଅରଖ ଗଛ ବିଷୟରେ। ଅରଖ ଗଛକୁ ଇଂଲିଶରେ କ୍ରାଉନ ଫ୍ଲାୱାର କୁହାଯାଏ ଆଉ ସିଏ ଆପନସାଇ ପରିବାରର ଅଂଶ ଅଟେ। ଏହା ଏକ ସପୁଷ୍ପକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହି ଗୁଳ୍ମଟି 4 ମିଟର ପର୍ଯ୍ୟନ୍ତ ବଢିପାରେ। ପେନ୍ଥା ପେନ୍ଥା ଫୁଲଗୁଡ଼ିକ ଅଠାଯୁକ୍ତ ହୋଇଥାଏ। ଫୁଲର ରଙ୍ଗ ଧଳା ବା ନାରଙ୍ଗୀ ମିଶା ଧଳା ହୋଇଥାଏ। ଏହାର ପତ୍ର ଅଣ୍ଡା ଆକାରର, ହାଲକା ସବୁଜ, ଅଠାଳିଆ ଓ କ୍ଷୀରଯୁକ୍ତ। ଏଥିରେ କପା ତୁଳା ପରି ତୁଳା ରହିଥାଏ ଓ ତୁଳାର ଗୁଚ୍ଛ ଅଗରେ ମଞ୍ଜିଟିଏ ରହିଥାଏ। ଫଳ ପାଚି ଫାଟିଗଲେ ଏହି ତୁଳା ଉଡ଼ିଯାଏ ଓ ମଞ୍ଜି ଚାରିଆଡ଼େ ଉଡ଼ିଯାଇଥାଏ। ଏହାର କ୍ଷୀର ବିଷାକ୍ତ, ଯାହା ଚକ୍ଷୁ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦକ୍ଷିଣ ଏସିଆର ମୂଳ ନିବାସୀ, କିନ୍ତୁ ଶୁଷ୍କ, ବାଲିଆ ଅଞ୍ଚଳ ଏବଂ ଉଷ୍ମ ଜଳବାୟୁରେ ବଢ଼ିଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଭିଡିଓ ଅନ୍ୟ ସହିତ ସେୟାର କର। ଚ୍ୟାନେଲରେ ଯେଉଁ ଭିଡିଓ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ। ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।